ମୋ ନାଁ ରବିନାରାୟଣ ସାହୁ। अच्छा ये जो ये ରହୁଥିଲେ କେବେଠୁ? 3-4 ଦିନରେ ମା ପୁଅ 2 ଜଣ ରହୁଥିଲେ। आप बोल केम जाऊगा ତାଙ୍କୁ ପରିଚୟ ଦିଅନ୍ତି ତ ତାଙ୍କ ବୟସ ଅନୁସାରେ ଜଣା ପଡୁଛି ମା ପୁଅ ବୋଲି। कितने वर्ष ମା ପୁଅ 65 ବର୍ଷ ପରେ ହବ। ପୁଅକୁ 45 ବର୍ଷ ହବ। कौन कितने केबे घर भड़ा ଦେଇଥିଲେ? 4 ମାସ ହେଲାଣି ପରା। 2,500 अरे केतला गुम ଗୋଟେ ରୁମ୍ ତ ଗୋଟେ ରୋଷେଇ ରୁମ୍। वो कौन करे कहतिला? ପୁଅ ମନ୍ଦିର ଏଠେଇ ଯାଇକି ପାଣି ଫାଣି ବିକା ବିକି କରେ ବୋଲି କହିଛି ମନ୍ଦିର ସାମ୍ନାରେ। अच्छा किलो ललिला परे से तो कौन कहतिला? एडे टीएम ଘର ଭଡା ରହିବୁ ତ କହିବି କଣ। और आप डॉक्यूमेंट देखिले? ଡକ୍ୟୁମେଣ୍ଟ ଇଏ ଦେଇଥିଲେ ଫୋନ ନମ୍ବର ତାଙ୍କ ଗାଁ ଆଡ୍ରେସ कौन एड्रेस ପାରଳାଖେମୁଣ୍ଡି। गजपति बाबा ଆଜ୍ଞା अरे सबुठु ଆଜ୍ଞା ना कौन कहति? କି ପଲ୍ଲେଇ ଗୋଟେ କହିଥିଲେ। ଶୁଣନ୍ତୁ ପୁଅ ନା ଆପଣ ତାଙ୍କର କିଛି ପରିଚୟ ପତ୍ର ରଖିଥିଲେ ମା ପୁଅଙ୍କର? ଆଜ୍ଞା ନା କେମିତି ରଖିନଥିଲେ ଆପଣ? ସିଏ ଏଠି 5 ଜଣ ଘର ଭଡ଼ା ରହୁଛନ୍ତି ଆଜ୍ଞା କାହାର ଆଧାର କାର୍ଡ ପରିଚୟ ରଖିଛନ୍ତି? ଆଜ୍ଞା ତାଙ୍କୁ ସେ କହନ୍ତି ଆମେ ଗାଁରୁ ଆଣିବୁ ବୋଲି ଆଣିନାହାନ୍ତି। ଆପଣ କେମିତି ରଖିଥିଲେ? ଆଜ୍ଞା ଆଚ୍ଛା ଇଏ ସେମାନେ ପ୍ରତିଦିନ କଣ କରନ୍ତି? ଆପଣ ତ ଦେଖିଥିବେ ସିସିଟିଭି ଲଗେଇଥିବେ ତାପରେ ହଁ ସେ ପ୍ରତିଦିନ ଯାଆନ୍ତି ପ୍ରତିଦିନ ଆସନ୍ତି। କିଏ ନେଇକି ତା ପୁଅ ନିଜେ ନିଏ ନେଇକି ଆସେ ମନ୍ଦିର। ଆଚ୍ଛା ନେଇକି ଆସିକି ସବୁଦିନ 5ଟା 8ଟା ଯାଆନ୍ତି 10ଟା 11ଟା ବେଳକୁ ଫେରନ୍ତି। ଏ ଘଟଣା କେମିତି ଜାଣିଲେ? ଘଟଣା ଆଜି ଆମେ ଜାଣିଲୁ ତ ପଡିଶାର ଯୋଉ ଭଡା ଅଛି ସିଏ ଆମକୁ ଡାକିଲା କହିଲା ଘର ଦ୍ୱାର ମେଲା ହେଇ ପଡିଛି ଏମିତି ଗନ୍ଧ ହଉଛି ପାଣି ଆସିଲାଣି। କେତେ ଜଣ ଭଡ଼ା ରହୁଛନ୍ତି? 6 ଜଣ ଭଡା ଅଛନ୍ତି। ତାଙ୍କର ଯିଏ ପଡୋଶୀ ସିଏ ଆପଣଙ୍କୁ କହିଲେ? ଆଜ୍ଞା ଆଜ୍ଞା ଆପଣ ଆସିକି କଣ ଦେଖିଲେ? ଆମେ ଦେଖିଲା ବେଳକୁ ମାନେ ଗୋଟେ ପଟାରେ ଭଳିଆ ପିଣ୍ଡି ଭଳିଆ କରିଦେଇଛି ପୁରା ଘର ତ ମେଲା ପଡିଛି ପିଣ୍ଡି ଭଳିଆ କରିକି ତା ଦେହରେ ଧଳା ସିମେଣ୍ଟ ଭଳିଆ କଣ ଗୋଟେ ମାରିଦେଇଛି। ତାପରେ ଆମେ ପିଣ୍ଡି ଭଳିଆ ହେଇଛି? ହଁ ପିଣ୍ଡି ଭଳିଆ ରୋଷେଇ ଘର ରୋଷେଇ ସେ ପିଣ୍ଡି ଆଗରୁ ଥିଲା? ନା ନା ଆଗରୁ ନଥିଲା। ତାହେଲେ ସେ କରିଥିବ। ହଁ ପିଣ୍ଡିଟା ତିଆରି କରିଛି ସିଏ ତିଆରି କରିଛି। ଆପଣ ସିସିଟିଭି ଦେଖିଥିଲେ? ଆଜ୍ଞା କୋଉଦିନ ଲାଷ୍ଟ ଜଣା ପଡିଲା ଯେ ପୁଅ ମା ମାନେ ଯିବା ଆସିବା କରୁଛନ୍ତି? 19 ତାରିଖ ଆଜ୍ଞା ଲାଷ୍ଟ ଦିନ। ଲାଷ୍ଟ ହଁ 20 ତାରିଖ ଦିନ ଆମେ ଦେଖୁଛୁ ଦେଖିନୁ 20 ତାରିଖ ଜଣା ପଡୁଛି। ହଁ 19 ତାରିଖ ପୁରା କ୍ଲିୟର ଯିବା ଆସିବା 9ଟା 31ରେ 6ଟା 31ରେ ଗଲେ 11ଟା 14ରେ ଘରୁ ଫେରିଲୁ। 19 ତାରିଖ ଦିନ ଆଜ୍ଞା। ଆଚ୍ଛା ମୁଁ ସେଦିନ ଗଲେ କେତେ? ଆଜ୍ଞା ସକାଳେ ଗଲେ? ସକାଳେ 6ଟା 31ରେ ଗଲେ ସିସିଟିଭି କ୍ୟାମେରା ଯାହା ଦେଖୁଛୁ ଆମେ 11ଟା 14ରେ ଫେରିଲେ। ତାପରେ ପୁଅ ମା 2 ଜଣ ଯାକ ଫେରିଛନ୍ତି। ତାପରେ ପୁଅ ପୁଣି ଯାଇଥିବ? ହଁ ସେଇଟା ଦେଖିନୁ ପୁରା ଦେଖୁଛୁ ଆମେ 19 ତାରିଖ ଦିନ ଦେଖୁଛୁ। ଆଜ୍ଞା ଆଜ୍ଞା ପୋଲିସ ଆଚ୍ଛା ତା ଭିତରେ କିଏ ଥିବ ବୋଲି ଆପଣଙ୍କୁ ଲାଗୁଛି? କେହି ଆମେ ଜାଣିନୁ ଆଜ୍ଞା କଣ କିଏ ଅଛି କିଏ ଜାଣିନୁ। ମା ଅଛି କି ପୁଅ ଅଛି କି ଆଉ କିଏ ଅଛି କଣ ଅଛି ସନ୍ଦେହ ହେଲାନି? ନା ସେ ପଡିଶାର ଲୋକ ସେ ଆମର ରାସ୍ତା ସେପଟ ନୁହଁ ସେ ପଡିଶା ଲୋକ ଯିବା 2-3 ଦିନ ଖାଲି ପଇଲା ବେଳକୁ ସେ ପଡିଶା ଲୋକ ଘର ଭଡାଟା ଆମକୁ ଡାକିଲା ସକାଳେ ଘର ଖାଲି ମେଲା ପଡିଛି ପିମ୍ପଳା ନାହିଁ କିଛି ନାହିଁ ତମେ କଣ କିଛି କହୁନ ଗନ୍ଧ ହଉଛି ଆମେ ରହିବୁ କେମିତି ଭଡା ତମକୁ କାହିଁ ଦବୁ କିଛି କିଛି ନାହିଁ। ଆଚ୍ଛା ପୁଅ ଯେତେବେଳେ ଗଲା କିଛି ସିସିଟିଭି ଜଣା ପଡୁଛି କଣ ଯେତେବେଳେ ଗଲା ସିଏ ସବୁବେଳେ ବ୍ୟାଗ ପକେଇ ଯାଏ ବ୍ୟାଗ ଆସୁଛି ସିସିଟିଭି ସବୁବେଳେ ସବୁଦିନ ବ୍ୟାଗ 19 ତାରିଖ ଦିନ କହିଲି ନା ସେଦିନ ମାଆକୁ ନେଇକି ଯାଇଥିଲା? ହଁ ମା ପୁଅ 2 ଜଣ ତାପରେ ବାହାରିଛି ମା ପୁଅ ଫେରିଥିଲେ ବି? ହଁ ହଁ ମା ପୁଅ ଫେରିଥିଲେ। ତାପରେ ପୁଅ ପୁଣି ବାହାରିଥିବ? ହଁ ସେଇଗୁଟା ଦେଖିନୁ 20 ତାରିଖ ଦେଖିଲେ 19 ତାରିଖ ପର୍ଯ୍ୟନ୍ତ ଆମେ ପୁରା କ୍ଲିୟର ଦେଖିଦେଇଛୁ। 20 ତାରିଖ ଦିନ ଦେଖିଦେଲେ ଜଣା ପଡିବ କେତେବେଳେ ପୁଅ ଯାଇଛି।